মহাদেব সোম মহাদেব আসছেন আজ্ঞা তুমি গোপী গোপালিয়া কাই চমারিয়া গিরি গোবর্ধন কৃষ্ণ প্রতাপ ভাই এই মাটির
কবি একটু লিখেছেন বিনা অভিমন্যু ভনে রাধা গোবিন্দ চরণে রাধা গোবিন্দ চরণে রাধা গোবিন্দ চরণে বিনা অভিমন্যু ভনে রাধা গোবিন্দ চরণে রাধা গোবিন্দ চরণে রাধা গোবিন্দ চরণে জীব গলাবে জীব গলাবে রাধা মোহন জীব গলাবে রাধা মোহন জীব গলাবে রাধা মোহন জীব গলাবে রাধা মোহন ইন্দোর মহাপ্রভু কৃষ্ণ কমল নয়ন ଆଉ କିଛି ସମୟ ପରେ ଆପଣ ମାନଙ୍କର ଆଶୀର୍ବାଦ ଦୟାରେ ହୁଏତ ଏ ଯୋଉ ବିଧି ବ୍ୟବସ୍ଥା ଅଛି ଭୋଟ ସିଷ୍ଟମ ହେଇଛି ଆପଣ ବୁଝିଗଲା ହବ ନା ଆପଣ ବିଚାର କରିବେ ମୋ ସାର୍ ମାନଙ୍କୁ ଦେବେ ସବୁ ଏକତ୍ରିତ ହବ ଆଉ ଏକତ୍ରିତ ଫଳ ହଉଛି ଆପଣ ମାନଙ୍କର ପ୍ରକାଶ ହବ ମାନ ମୋ ବାପାଙ୍କୁ କେହି ଉତ୍ତର କଥା କହୁଛି ଦେଖନ୍ତୁ ଝାଳ ବହି ଯାଉଛି ଆଉ ଟିକେ ଝାଳ ହେଲେ ପାଦକୁ ପଡିବ ଇଏ କଳାକାର ଜୀବନ ସବୁବେଳେ ପରିଶ୍ରମ ଆପଣ ମାନଙ୍କୁ ଟିକେ ସୁଖ ଦେବା ପାଇଁ ଶାନ୍ତି ଦେବା ପାଇଁ ଏ ଜୀବନକୁ ଆମେ ତଲ୍ଲୀନ କରିଦଉ ଯେତିକି ମୋ ମା ଅଛ ମୁଁ ଆଜି ଏଇ ଅଳେଇ କାମରେ ସବୁ ମାକୁ ମୁଁ ମା କହିଦଉଛି ଏ ମା ମାନଙ୍କୁ ମା ପରି ମୋର କିଏ ସେ ହେବ মা পরি মোর প্রিয়তে হেব ମା ପରି ମୋର କିଏ ସେ ହେବ মা পরি মোর প্রিয়তে হেব ଜନମ ଦେଇକେ କ୍ଷୀର ବୋଇବ জনম দেইকে ফির করিব ମୋ ଆଖିରେ ଲୁହ ପକେଇ ଆସିଲେ କାଖେଇ କରିକେ ହସେଇ ଦବ মুয়া কিনে লুয়া জকেই আসলে কাছেই করিবে হসেই নব ମା ପରି କିଏ ଦୁନିଆର ହବ ଜନମ ଦେଇକେ କ୍ଷୀର ଖୋଇବ ମୋ ଆଖିରେ ଲୁହ ଜକେଇ ଆସିଲେ କାଖେଇ କରିକି ହସେଇ ଦବ ଯେତିକି ମୋ ମା ମାନେ ଆଜି ଅଛ ଅରଇଆ ସମସ୍ତେ ବସିବ ମୁଁ ଶେଷକୁ କୂଳରୁ ଶୁଣିବି ଯିବି ଏ ମା ସେଦିନ ପାଦକୁ ଛୁଇଁ ଦଉଛି ବିଶ୍ୱ ଚିନ୍ତାମଣିଙ୍କର କହୁଛି ହେ ପ୍ରଭୁ କାନ୍ଦୁଛି ଆଖିରୁ তো রস ଆପଣଙ୍କୁ ନମସ୍କାର
କାହିଁକି ମୋ ଜୀବନ ଆଜ୍ଞା ଧନ୍ୟ ହେଇଗଲା। କଣ ପାଇଁ ଦୀର୍ଘ 40 ବର୍ଷ ହେଲା ପାରା ଗାଇବା ଭିତରେ ହଁ ଆଜି ପର୍ଯ୍ୟନ୍ତ ମୋ ଗୋଡ଼ କୋଉ ଗାୟକ ଧରିନଥିଲେ। ଏ ଆଜି ମୋ ଗୋଡ଼ ଧରିକି ଆଉଥିବେ। ଆ ଏଇଠିକା ରୋଲ ଖାଲି ମୋର ଗୋଡ଼ କାଟୁଛି। ରଜତର ଆଉ ନାହାନ୍ତି ନା ଆମ ଗହଣରୁ ଛାଡ଼ିଗଲେ ଚାଲିଗଲେ ତାଙ୍କରି ଲେଖାରୁ ଗୋଟିଏ ପଦ ଗାଇ ରହୁଛି କଣ ଭକ୍ତ କାନ୍ଦିଲେ କେମିତି ଭଗବାନ କାନ୍ଦେ ଯେମିତି ସାଚ ସାଗରର ଜଳରେ ଧରିଲେ ସାତ ସାଗରର ଜଳରେ ଧରିଲେ ଚିନ୍ତେ ନଗାଳିଆ ଚିନ୍ତେ ନଗାଳିଆ ଗୋଟିଏ ଭକ୍ତର ଚୋପିଲୁ ହରେ ଗୋଟିଏ ଭକ୍ତର ଚୋପିଲୁ ହରେ ବଦନ ହୋଇ ବଦନ ହୋଇ ଧୀରେ 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 ମା ହଁ ହଁ ଇଏ ପୁରାଣ କହିଲା ସେଦିନ ଯାହାର ଗୋଟିଏ ତୀରରେ କୃଷ୍ଣଙ୍କର ପ୍ରାଣବାୟୁ ଉଡ଼ିଗଲା ଆଜ୍ଞା 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 ସାରେ ଆଜ୍ଞା ଯିଏ ବିଶ୍ୱ ଚିନ୍ତାମଣି ହଁ ଗୋଟିଏ ତୀରରେ ପ୍ରାଣବାୟୁ ଉଡ଼ିଯିବ ହଁ ହଁ ସୁନା ଖଳାର ଜଣେ ଗଣିତ ଶିକ୍ଷକ ବିଜ୍ଞାନ ଶିକ୍ଷକ ଆଜ୍ଞା ନା ତାଙ୍କର କଣ କବି କେତେ ନା କବି କେତନ ଗୌରଚରଣ ସାମନ୍ତ ସିଆ ସେ ତାଙ୍କରି ଲେଖାରୁ ଗୋଟିଏ ପଦ ଗାଇବି ଆଜ୍ଞା ସିଏ କହିଲେ ଆଜିର ବିଜ୍ଞାନ ପଢୁଥିବା 45 ଜୁଲୋଜି ପଢୁଥିବା ଭାଇମାନେ ବିଶ୍ୱାସ କରିବେନି ନା ଯୋଉଠି ବିଜ୍ଞାନ ଆଜି ଚନ୍ଦ୍ର ପୃଷ୍ଠରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ ଛାଡ଼ିଲାଣି ଇଣ୍ଡିଆ ଖାଇବା ବାକି ଅଛି ଯୋଉଠି ନାସାର ଗବେଷଣା ଏବେ ଚାଲିଛି ହଁ ଚନ୍ଦ୍ରରେ ଜୀବସତ୍ତା ବଞ୍ଚିବାର ଅଛି ହଁ ସେଠି କୃଷ୍ଣଙ୍କୁ ଗୋଟିଏ ତୀରରେ ଜାରା ମାରିଦେଲା ଆରେ ବୈଜ୍ଞାନିକ ଯାଇକି କୋଉଠି ପହଞ୍ଚିଲେଣି ଆଜ୍ଞା 310 ଦିନରେ ଯୋଉ ଛୁଆ ଜନ୍ମ ହଉଥିଲା ମାଛେକାରେ ଜନ୍ମ ହେଲାଣି ଗବେଷଣା ଚାଲିଛି 15 ଦିନରେ ଜନ୍ମ ହବ ବାବା ତାଙ୍କରି ଲେଖାରେ ଗୋଟିଏ ପଦ ହଁ ହେଲେ ଏକ ପାଦେ ତୀର ବାଜିଲେ କି ବାଜିବ ଜୀବନ ହାଏ ଏକ ପାଦେ ତୀର ବାଜିଲେ କି ବାଜିବ ଜୀବନ ହାଏ କଥା ସ୍ୱୀକୃତି କରିବ କି ବାଜି ବିଜ୍ଞାନ ହାଏ ଏକ ପାଦେ ତୀର ବାଜିଲେ କି ବାଜିବ ଜୀବନ ଏ କଥା ସ୍ୱୀକୃତି କରିବ କିବା ଆଜି ବିଜ୍ଞାନ ମାନିବ ନା ବିଜ୍ଞାନ ମାନିବ ଆଜି ଗୋଟିଏ ତୀର ବାଜିଲେ ପ୍ରଭୁ ମରିଗଲେ ନା ଆମ ଗାଁ ଗୌରାର ଗୋଟେ ଗୋଡ଼ କଟି ଯାଇଛି ତଥାପି ସେ ସେଇଥିରେ ହଳ ବୁଲେଇ ଯାଉଛି ଧୀରେ 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 ଏବେ ବା ପ୍ଲାଷ୍ଟିକ ସର୍ଜରୀ ହେଲାଣି ହଁ ଦୁନିଆ ବା ଢେର ଆଗେଇ ଗଲାଣି ଆଜ୍ଞା ତାହେଲେ ସେଦିନ ହଁ ପାଦ ତଳେ ପଡି ଯାଉଛି କହୁଛି ପ୍ରଭୁ ମତେ ମୃତ୍ୟୁ ଦଣ୍ଡ ଦିଅ ହଁ ମତେ ସବୁଦିନ ପାଇଁ ମାରି ଦିଅ ହଁ ସେଦିନ କୃଷ୍ଣ ଆଉଁସି ଦେଲେ ହଁ କହିଲେ ଯାରା আপনা দোষে প্রাণী মরে জাতিতে সবে করে মরে জাতিতে পড়ে পড়ে জানিলে তো করে পরে বলে জানা ହଁ কান্দে না যারা ପ୍ରଭୁ আখির রুহ পছি দেবে ପ୍ରଭୁ কইলে যারা ତୁ ଭୁଲ କରିଦେଇଛି ଜୀବନ আপনা দোষে প্রাণী মরে নিজ দোষରୁ ଆମେ ମରୁଛି ଆପଣଙ୍କର ତ କଣ ଦୋଷ ପ୍ରଭୁ ମୁଁ ଆପଣଙ୍କୁ ସର ମାରିଛି ମଛ ଦୋଷ ହଉଛି ମୋର ପ୍ରଭୁ ଦୋଷ କଣ କଣ ବିନା ଦୋଷରେ ତୋ ବାପାକୁ ମାରି ମାରିଥିଲି ମୁହିଁ ତେଣୁ କରି ମତେ ତୁ ମାରୁଛୁ ମୋର ଦୋଷ ନାହିଁ କହିଲେ ତ୍ରେତୟା ଯୁଗ
ବାଳି 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 ତୁ ହେଇଥିଲୁ ସୁଗ୍ରୀବ ହଁ ମୁଁ ଶୁଣିଲି ମୁଁ ସେଦିନ ଆତତାୟୀ ଉଗ୍ରବାଦ ସନ୍ତ୍ରାସବାଦ ହିସାବରେ ଲୁଚି ଛପିକି ମାରିଲି ମୋ ବାପାକୁ ତମେ ମାରିଥିଲ ସେଦିନ ଛୋଟ ପୁଅ ହିସାବରେ ତୁ କାନ୍ଦୁଥିଲୁ ତୋ ଆଖିର ଲୁହ ବାଧା ମାନିଲାନି ନାଇଁ କହିଲା ମୋ ବାପାକୁ ଯିଏ ମାରିଛି ହଁ ମୁଁ ପିତୃ ହନ୍ତାର ପ୍ରତିଶୋଧ ନେବି ଜଣ ପିଲାର ବାପାକୁ ମାରିବେ ପିଲା ଦେଖିଥବ ଆପଣ ଭିଡିଓ ଦେଖନ୍ତୁ ଫିଲ୍ମ ଦେଖନ୍ତୁ ସେ ପିଲା ଯେତେବେଳେ ବଢିବ ସେଟା ପ୍ରତିଶୋଧ ନିଏ କେତେଟା ଫିଲ୍ମ ପେଟରେ ଭୁଜାଲି ପୁରେଇ ଦବ କହିଲା ମୋ ବାପାକୁ ଯିଏ ମାରିଛି ସିଏ ଯିଏ ହଉ ମୁଁ ତାକୁ ମାରିବି କାହିଁକି ପିତା ମାତା ବଡ ଦେବତାକେ ପିତା ମାତା ଠାରୁ ବଡ଼ ଦେବତାକେ ସରଗ ଲାଗିଲେ ନାହିଁ ଓ ସରଗ ଲାଗିଲେ ନାହିଁ ତାଙ୍କରି ଆଶ୍ରିତ ତାହା ଏକାକିନା ତାଙ୍କରି ଆଶ୍ରିତ ତାହା ଏକାକିନା ବିପଦ ତରିବା ପାଇଁ ଓ ବିପଦ ତରିବା ପାଇଁ ଓ ବିପଦ ତରିବା ପାଇଁ ପିତା ମାତା ଠାରୁ ବଡ ଦେବତାକେ ସରଗ ରାଇଲେ ନାହିଁ ନାହିଁ ତାଙ୍କରି ଆଶିଷ ସହାୟକ ସିନା ବିପଦ କରିବା ପାଇଁ ମାର ଠାକୁର ଅନୁକୂଳ ଚନ୍ଦ୍ର ଯୁଗ ମାଫିକ ପ୍ରମାଣ ଦେଲେ ପିତାଟି ସରଦା ମା ପିତା सही चले हुए साम्यकाल सही चले हुए साम्यकाल सही चले हुए साम्यकाल ପିତାଟି ସରଦା ମା ପିତା सही चले हुए साम्यकाल सही चले हुए साम्यकाल सही चले हुए साम्यकाल ଭୋଟ ଚାଲିଛି ହେ ମା ମାନେ ହଁ ଏଇଠି ଗୋଟେ କଥା ମୋର ମନେ ପଡେ କଣ ଏଇଠି ଗୋଟେ କଥା ମନେ ଆଜ୍ଞା। ପଡିଯାଏ ହଁ ପିତାଟି ସରଦା ମା ପିତା ହଁ ସେଇ ছেলে ହୁଏ ସାମ୍ୟ ପ୍ରାଣ ବାପା ମାଙ୍କର ଆଶୀର୍ବାଦରେ ପୁଅ ହଉ କି ଝିଅ ହଉ ସେ ମଣିଷ କରି ମଣିଷ आज्ञा आज्ञा କିନ୍ତୁ ଲୋ ମା ବେଳେ ବେଳେ हाँ ବେଳେ ବେଳେ हाँ ବାପା ମାଙ୍କର ଟିକିଏ ବ୍ୟତିକ୍ରମ ପାଇଁ हाँ ଝିଅ ତା ଶାଶୁ ଘରେ ପୋଡି ହେଇକି ମରି ए କୋଟିପତିର ଝିଅ ହଁ ବିବାହ ଦେଇଛି ଭଲ ଘରେ କିନ୍ତୁ ପରିସ୍ଥିତିରେ ପଡି ଶାଶୁ ତାର ପୋଡିକି ମାରି ଦଉଛି ଆପଣ ମାନେ ଢେର ପେପରରେ ପଢୁଛନ୍ତି ଆଜ୍ଞା ଦୁନିଆରେ ସବୁ ସିଏ ଡିମାଣ୍ଡ ଦିଏ କିନ୍ତୁ ଗୋଟିଏ ଡିମାଣ୍ଡ ସିଏ ଦେଇପାରେ ନା କୋଉଠି ମାଇକି ସେ ବୋହୁ ସେ ଝିଅଟି ଏଇ ଦୁଃଖରେ ଦୁଃଖୀ ହେଇଯାଏ ହଁ ପଇସା ଢେର ଅଛି ଅଛି ଢେର ଡିମାଣ୍ଡ ଦିଆଯାଇଛି ଯାଇଛି ଈଶ୍ୱର ସାରେ ଟିଭି ଦିଆଯାଇଛି ଟିଭି ଦେଇଛ କଲେଜ ଦିଆଯାଇଛି ହଁ ସୋଫାସେଟ ଦିଆଯାଇଛି ହଁ 5 ଲକ୍ଷ ଟଙ୍କା ଦିଆଯାଇଛି ହଁ କିନ୍ତୁ ଗୋଟିଏ ଜିନିଷ ତାର ଦିଆଯାଇନି ଫ୍ରିଜ ଦେଇନାହାନ୍ତି ପାଣି ଥଣ୍ଡା କରିବାକୁ ଫ୍ରିଜ ଦିଆଯାଇଛି ଫ୍ରିଜ ଦିଆହେଇଛି ହଁ ୱାସିଂ ମେସିନ୍ ଦେଇନଥିବେ ନହେଲେ ସବୁ ଦିଆଯାଇଛି କିନ୍ତୁ ଗୋଟିଏ ଜିନିଷ ଦିଆହୁଏନି କଣ? ବା ଦେଇପାରନ୍ତିନି ମୋ ମା ମାନେ ହଁ କେନ୍ଦୁଝର ଜିଲ୍ଲାର କବି ହଁ ମଣିନାଥ ତାରୁ ହଁ ଗାଇଲା ବେଳେ କେନ୍ଦୁଝରରେ ଆଜ୍ଞା। ଗୋଟେ ବହିଟିଏ ଦେଲେ हाँ ମଣିନାଥ ତାରୁ ଆଚ୍ଛା। କହିଲେ, ହେ ଝିଅ ହଁ ମୋ ମା ମାନେ ସବୁ ଡିମାଣ୍ଡ ଦିଅନ୍ତି ଏଇ ଡିମାଣ୍ଡ ଦିଅନ୍ତିନି वोट में ଅମୃତ ବଚନ କହି सभिଙ୍କୁ ଦୋଷୀ ବୋଲେ ସଭିଙ୍କୁ ଦୋଷୀ ବୋଲ ସଭିଙ୍କୁ ଦୋଷୀ ଅବନୀ ମଥା ଦେଇ ତାଳି ଦାଉତି ଅବନୀ ମଥା ଦେଇ ତାଳି ଦାଉତି ବୋଲ ତାଳି ଦାଉତି ଅବନୀ ମଥା ଦେଇ ତାଳି ଦାଉତି
ହଁ ଝିଅ হ্যাঁ ଚାହାଣି ତୋର ଏ ଠାକୁରଙ୍କୁ କହିଛ କଥା କହିବେ କଥା ଆଜ୍ଞା ଆଜ୍ଞା ଠାକୁରଙ୍କୁ କହିଛ হ্যাঁ ଝିଅ হ্যাঁ ଚାହାଣି ତୋର ମଧୁର ହେଉ মধুর কুহ কথা চরণে তোর মধুর হেউ বুঝু সবুরি কথা চরণে তোর মধুর হেউ বুঝু সবুরি কথা চরণে তোর মধুর হেউ বুঝু সবুরি কথা ଝିଅ ତୋର ଚାହାଣି ତୋର ଚାଲି ଚଳନି ଆଚାର ବିଚାର ଯେମିତି ହଉ ये दुनिया दांडरे केही तोते आखी देखि पारिबेनी आमे जदि देवता ताणी मारिबा हबो ହବନି आमे केवल सेही संस्कार का शिखेई पारिनी हे जियो ସେଥିଲାଗି ପୋଡ଼ି ହେଇକି ମରୁଛନ୍ତି स्वामी गुरु स्वामी परम बांधव स्वामी सेवा नारी ধর্ম সেবা ধর্ম स्वामी मदे भक्ति असनाय मति অতীত করিব কর্ম সেই কর্ম हेला कहिले ହଁ स्वामी को भोजन পরে তু ভুলিব কইব দয়া না পরে হো সেউ পরে स्वामी पर सत्या पेनिबा पुतरु সুখে মুপ্রাণু করে হো প্রভু করে घरे खली हबनी मा ନା ମା ତାର ଶିଖେଇବ ଝିଅକୁ ନଣନ୍ଦ ଅଳିରେ କେବେ ନ ଚଳିବୁ ଅଧିକା କରିବୁ ମନା ହୋଇଲେ କାଠକୁ ଡାକିବୁ ଆଉଠି କାମ କରିବୁ ତାହେଲେ ସଜ୍ଜନ ଆଜ୍ଞା ସେଦିନ କୃଷ୍ଣ କହିଲେ ହେ ଦାଦା ଆଜ୍ଞା ମୁଁ ମରୁଛି ମୋ ଦୋଷ ଯୋଗୁ ସାରେ ଗୋଟେ କଥା ପଚାରିବି ଟିକେ ଛୋଟିଆ କଥାଟେ ପଚାରିବି ଆପଣ ଯୋଉ ଗାଇଲେ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ହଁ ସ୍ୱାମୀ ସେବା ନାରୀ ଧର୍ମ ହଁ ସ୍ୱାମୀ ସେବା ନାରୀ ଧର୍ମ ହଁ ଆଜ୍ଞା ଆମେ ପାଲାବାଲା ବୁଝଉଛୁ ସତ ଆଜ୍ଞା କିନ୍ତୁ ଆମ ପାଲାବାଲାଙ୍କ ଭାରିଦା হ্যাঁ ଆମ ଗୋଡ଼ ଦିନକ ପାଇଁ କେମିତିକା ଦେଖିନି ଠିଆ ହେଲୁ ଠିଆ ହ କହିଛି ଆଉ ଈଶ୍ୱର ତୋର କେତେଟା ସ୍ତ୍ରୀ କେମିତି ମୋର ସାରେ ଗୋଟିଏ ସ୍ତ୍ରୀ ହଁ କିନ୍ତୁ କଥାଟା ଘଟଣା କଣ କି ଆପଣ ଯୋଉ କଥା କହିଲେ ହଁ ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ହଁ ସ୍ୱାମୀ ସେବା ନାରୀ କରେ ହଁ ଆପଣଙ୍କ ଗୋଡ଼ ଆପଣଙ୍କ ସ୍ତ୍ରୀ ଘଷି ଦଉଛି ଆମେ ତ ସୂର୍ଯ୍ୟ ଅସ୍ତ ପାଲାବାଲା ବ୍ୟସ୍ତ ଯେମିତି ସାତଟା ଦେଇଦେବେ ସାତଟା ହେଇଯିବ ଯଜମାନେ ବା ଅନୁଷ୍ଠାନ ଖାଇବାକୁ ଦେଇଦେବ କହିବ ଆଉ ଡେରି କରନ୍ତୁ ଆଉ ଡେରି କରନ୍ତୁ ବାହାରୁ ଆମେ ତ ରାତିରେ ସେଇଠି ଶୋଇଲେ ଆମେ କୋଉଠି ଆମ ସ୍ତ୍ରୀ ଆମକୁ ସେବା କରିବେ ନା କିନ୍ତୁ ଏ କଥାଟି ଆଉ କହିବେ କାହିଁକି ନା ଦେଖୁନାହାନ୍ତି ଯେ ଯୋଉ କଥା ଆମେ କାମରେ ଲଗେଇ ପାରୁନି ଆମେ କେତେ ପର୍ବ ରହିବା ତୁ କାମ କରେ ଆଜ୍ଞା ଇଏ ଭୁଲ ନା ଠିକ ଠିକ ଭୁଲ ଆଉ ନାଇଁ ନାଇଁ ସଜ୍ଜନ ତାହେଲେ ଆପଣ ମାନେ ବିଚାର କରନ୍ତୁ ସେଇ ମହାଭାରତରେ ଗୋଟିଏ ଶରୀର ଗୋଟିଏ ପାଦ କାଇ ଗୋଟିଏ ଶରୀରରେ ଲକ୍ଷ ଲକ୍ଷ ସ୍ୱର ବାଜିଛି ସିଏ ଆଉ କେହି ନୁହଁ ପିତାମହ ଭୀଷ୍ମ ସରସ୍ୱତୀଆ ହେଇଥିଲେ ହାତରେ ବାଜିଲା ସ୍ୱର ପାଦରେ ବାଜିଲା ସ୍ୱର ପେଟରେ ବାଜିଲା ସବୁଆଡେ ବାଜିଲା ସରସ୍ୱତୀଆ ହେଇ ଶୋଇଲେ କାହିଁକି ସେ ତ ସଙ୍ଗେ ସଙ୍ଗେ ମରିଲେନି ହେ ମା ଅନେକ ଦିନ ବଞ୍ଚିଲେ ପୁରାଣ କହିଲେ ପିତାମହ ଭୀଷ୍ମ ପରେ ଇଚ୍ଛା ମୃତ୍ୟୁ ବର ଦେଇଥିଲେ ଇଚ୍ଛା ହେଲେ କୁଆଡେ ମରିବେ ତାଙ୍କର ଯଦି ଇଚ୍ଛା ମୃତ୍ୟୁ ବର ହେଇଥାନ୍ତା ତାହେଲେ ଆଉ ତ କିଛି ଦିନ ସାରା ବଞ୍ଚିଥାନ୍ତେ ଇଏ ଇଚ୍ଛା ମୃତ୍ୟୁ କଥା ଆମେ ଠିକ ସେ ବୁଝିନେ ଦେଖନ୍ତୁ ବାପା ଆମେ ବୁଝୁଛେ ସୁଖ ସୁଖ କଣ ସୁଖ କଣ ଆମେ କହୁଛେ ଦୁଃଖ ଦୁଃଖ କଣ
ନା ଆମେ ପ୍ରମାଣ ଦେଇ ଦଉ ହଁ। କବିକି ନେଇ ଆସୁ ସୁଖ ବୋଲି ଯାହା ଜନ୍ମ ନେତ୍ରେ ଦିଶେ ହାତୁଆ ଦେହାତେ ପଡ଼ିବା ପାଇଁ ସେ ପ୍ରକୃତରେ ସେ ସୁଖଟା କଣ ସୁଖ ବୋଲି ଯାହା ଜନ୍ମ ନେତ୍ରେ ଦିଶେ ହାତୁ ଆସେ ହାତେ ପାଇବା ନା ସାରେ ସୁ ବୋଇଲେ ଉତ୍ତମ ଖ ବୋଇଲେ ଇନ୍ଦ୍ରିୟ ଇନ୍ଦ୍ରିୟ ଯେତେବେଳେ ଆପଣଙ୍କ ଇନ୍ଦ୍ରିୟ ମାନେ ଉତ୍ତମ ଭାବରେ ହେଇଯିବ ଆଖି ଖୁସି ହେଇଯିବ ଆଖି ସେମିତିଆ ଜିନିଷ ପାଇଲା ପାଟି ସେମିତିଆ ଖାଦ୍ୟ ଖାଇଲା ଏ ହାତ ସେମିତିଆ ପଦାର୍ଥ ପାଇଲା ସବୁ ଇଏ ଶରୀରର ଇନ୍ଦ୍ରିୟ ଯେତେବେଳେ ଉତ୍ତମ ହେଇଯାଏ ଆମେ ସେତିକି ବେଳେ କହୁ ସୁଖରେ ଅଛୁ କବି ମାନେ କହିଛନ୍ତି କେତେ ସୁଖ ବୋଲି ଯାହା ଜନ୍ମ ନେତ୍ରେ ଦିଶେ ହାତୁଆ ଦେହାତେ ପଡ଼ିବା ପାଇଁ ସେ ହାତୁଆ ଦେହାତେ ପଡ଼ିବା ପାଇଁ ସେ ହାତୁଆ ଯଦି ସେଦିନ ପିତାମହ ଭୀଷ୍ମ ଇଚ୍ଛା ମୃତ୍ୟୁ ବର ନେଇଥିଲେ କାହିଁକି ଆଉ କିଛି ଦିନ ନଥିଲେ ନା ତାର କାରଣ ଅଛି ନା ନା ଆଉ ଇଚ୍ଛା ମୃତ୍ୟୁ ଅର୍ଥ ଆମେ ଆଉ ଟିକେ ମୁଁ ଆପଣଙ୍କୁ ବୁଝେଇଦେବି ଆପଣ ଯେତିକି ବିଚାର କରିବେ ତାଙ୍କର ସମସ୍ତ ପ୍ରକାର ସଦିଶା ସମସ୍ତ ପ୍ରକାର ଇଚ୍ଛାକୁ ସିଏ ମାରି ଦେଇଥିଲେ ନିଜ ବାପାଙ୍କ ପାଇଁ ବାପା କହିଲେ ମୁଁ ଆଉ ଥରେ ବାହା ହବ ବାପାଙ୍କ ବାହାଘର ପାଇଁ ପୁଅ ଜୀବନର ସମୂହ ଇଚ୍ଛାକୁ ମାରିଦେଲେ ଦାଶରଥଙ୍କୁ କହିଲେ ମୋ ବାପା ଯଦି ଖୁସି ହେବେ ଫେରେ ମୁଁ କହୁଛି ଜୀବନ ସାରା ମୁଁ ଅବିବାହିତ ରହିବି ଜୀବନ ସାରା ବିବାହ କରିବିନି ମୋ ଜୀବନର ସବୁ ଇଚ୍ଛାକୁ ମୁଁ ମାରିଦେବି ନା ନାଇଁ କିନ୍ତୁ ଯିଏ ଯେତିକି କର୍ମ ନେଇକି ଆସିଛି ସେତିକି ବଞ୍ଚିବ କେହି ରହି ନାହିଁ ରହିବେ ନାହିଁ ଇଏ ଭବ ରଙ୍ଗ ଭୂମି ତଳେ ଜାଳେ ଲାଇ ଲା ଲା ଜାଳେ ଲାଇ ଲା ଲା ଆମରି ଚଳିଲ ବିନୟ ସହାୟତା ହୁରି ଦେଖାର ଜାଳେ ଲାଇ ଲା ଲା ଜାଳେ ଲାଇ ଲା ଲା ହେ ମା ମନକୁ ଆଉଚି ପାଇଛି ଇଏ ଦେବତା ହାଦି ମୁନି ଦେତେ ଦେବତା ହାଦି ମୁନି ଦେତେ କର୍ମରେ ବ୍ରହ୍ମା ହେ ଜଗତେ କର୍ମରେ ବ୍ରହ୍ମା ହେ ଜଗତେ ଯିଏ ଯେମିତି କର୍ମ କରିବ ସେମିତି ଫଳ ମାନଛ ହେଲା ଇଏ ସାରେ ଆମର କହିଲେ ଦେବତା ଆଦି ମୁନି ଯେତେ କେତେ କର୍ମରେ ବନ୍ଧା ଏ ଜଗତ ଜଗତେ ମୁଁ କହିକି ବସ ବାପା ମା ମୁଁ ପ୍ରଥମରୁ ଆରମ୍ଭ କରିଥିଲି ଆପଣ ମାନଙ୍କର ଜଣେ ସନ୍ଥ ସାହିତ୍ୟରୁ ଗୋଟେ ପଦ ଗାଇଥିଲି ମନ ଶିକ୍ଷା ଏଉଠୁ ରହିଲା ଆଉ କେତେ ଘଣ୍ଟାଏ ତାପରେ ବିଚାର ମିଳିଯିବ ଏଉଠୁ ମୁଁ ଆପଣ ମାନଙ୍କୁ ନେଇ ଯାଉଛି ସେଇ ଜଗନ୍ନାଥ ସଂସ୍କୃତି ଯୋଉ ପୁଅଟି ଲେଖିଛି ଯୋଉ ସାଧୁ ଯୋଉ ସନ୍ଥ ସିଏ ସାମାନ୍ୟ ସନ୍ଥ ନୁହଁ ସିଏ 1772 ଖ୍ରୀଷ୍ଟାବ୍ଦର ବାବାଜୀ ଏ ବହୁ ପୁରୁଣା এই পদটা লিখিছেন আচ্ছা কইলে নীলা তলে কালিয়া দিও দেখিছ কি সে আউ কিয়ে কিয়ে মু আপন মানকু নেই যাউছি সে বাবা এইটু আসন্তু মু তো যাহা কইবি প্রভুর কথা আউ ইয়ে জগন্নাথଙ୍କ কথা এই জগন্নাথ সংস্কৃতি কি মু নেই যাউছি মাত্র কিছু মুহূর্ত পাই মো বাবা মানে বিচার করে অবগত হেবে ইয়ে কো বাবাজি ও ইয়ে জনে প্রকৃত সন্থ 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 মানে টানুয়া বাবাজি ইয়ে টানুয়া বাবাজি जो संथ कहले 1772 খ্রিস্টাব্দর বাবাজি टानुआ ना नरम হ্যাঁ কারবারে अरे टानुआ ना की नरम नाहाती ये ताकू को बता तू मते बतानु ये सारे टानुआ बाबाजी के जाना हती ये टानुआ बाबाजी के अपन जाना हती কে आ बाबाजी रे परा बाबाजी का नारे वर्तमान बही खेलिला কোন কইয়া कोणार्क बही खेलिला हमर छात्र संघ मध्य खेलिला हां बाबा राजधानी बाटी केते दिन खेलिती কোঠি मारो खाई देबू के छे तू ओ दुकान रे काई मार खाई कोन सुजाई सात संग बही खेलैला हां ये
ବାବାଜୀ କି ନେଇ ବାବାଜୀ କି ନେଇ ବହି ଫେରିଲା। ହଁ କଣ ଲେଖିଲା ଜାଣିଛ କୋଉ ବହି? କଣ ଲେଖିଲା? ଲେଖିଲା ସାର ଥିଲା ବାହାଘର ସୁରର ଚଉଠି। କାନେ କହୁଛି ମୋ ଘର ଭାଙ୍ଗିଦେବ ମୁଁ ଶୋଇବି କୋଉଠି? ବାରଣ୍ଡାରେ ଶୋଇଥାନ୍ତା ତାକୁ ବି ତେଲ ଦେଇଛି। ବାବା ଇଏ ଯୋଉ ବାବାଜୀ କଥା କହିଛି ତାଙ୍କ ଘରଟା କୋଉଠି? ଚମ୍ପାପୁରେ ଜନ୍ମ ମୋର ତୋତିଆ ରେ ବାସ ମୋର ତୋତିଆ ରେ ବାସ ଜାତିରେ କମାର ପୁଅ ନାମହାରି ସାତ ଚମ୍ପାପୁରେ ଜନ୍ମ ମୋର ଛତିଆରେ ବାସ। ଆସନ୍ତୁ ମୋ ମା ମାନେ ଏଉଠୁ ଟିକେ ଜଗା କଥା ଶୁଣିବା। ଚମ୍ପାପୁରରେ ଜନ୍ମ ନେଇଥିବା ଏ ସନ୍ତତି ସେଦିନ ରହୁଛି କୋଉଠି ନା ଛତିଆରେ। ସାରେ ଆପଣଙ୍କ ଘର ଅରେଇ ଚାକିରି କରିଛନ୍ତି କଟକ ଭୁବନେଶ୍ୱର ଦିଲ୍ଲୀ ବମ୍ବେ। ଆଜ୍ଞା ଆଜ୍ଞା ଜନ୍ମସ୍ଥାନ ଗୋଟିଏ କର୍ମସ୍ଥାନ ଗୋଟିଏ। ଆଉ ଜୀବନ ସାରା ଦୁଃଖର ଅଗ୍ନି ଦାହୁରେ ପିଳ ପିଳ ଦଗ୍ଧୀଭୂତ ହୋଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିବାରକୁ ପୋଷୁଥିବା ଏ ଯୋଗ୍ୟ ବାବାଜୀ ଜଣକ ପହଞ୍ଚିଗଲା ବୟସର ଅପରାହ୍ନରେ। ବାପା ପିଠିରେ ଗୋଟିଏ ଏଡ ବଡ କୁଚ ଅଙ୍କ କୋଷ ବଢିଛି ଗୋଟିଏ ବଡ ଗୋଦର କହିଲା କାଳିଆ ଜୀବନ ସାରା ଲୁହା ପଚେଇ ପଚେଇ ଯେତିକି ରୋଜଗାର ପରେ ମୁଁ ଚଳେ କାଳିଆ ମୋ ପରିବାର ପୋଷଣ ହେଇଯାଏ କିନ୍ତୁ ଆଜି ମୁଁ ଅଲଗା ହେଇଯାଇଛି। ହେ ମା ମାନେ ଆମେ ସମସ୍ତେ ଦିନେ ଅଲଗା ହେଇଯିବା। ଯେତେବେଳେ ବୟସ ଅପରାହ୍ନ ହବ ଯେତେବେଳେ ଆମର ଅନ୍ତିମ ସମୟର ଅବ୍ୟବହିତ ପୂର୍ବରୁ ଆମକୁ ଆଉ କେହି ଭଲ ପାଇଛନ୍ତି ଜୀବନରେ ସବୁ ଫଳ ମିଠା ଲାଗିଲା ବେଳେ ଏ ମଣିଷ ରୂପକ ଫଳ ସେତିକି ବେଳେ ଖଟା ଲାଗେ କେହି ଭଲ ପାଆନ୍ତିନି। ନୟାଗଡ଼ ଜିଲ୍ଲା ଭାଗବତ ପ୍ରଧାନ କୀର୍ତ୍ତନ ଗଣେଶ ଚିନ୍ତା କରୁଛନ୍ତି ସେଦିନ ବାବାଜୀ ହେ କାଳିଆ ଜୀବନର ଅନ୍ତିମ ସମୟ କରିବି କଣ? ଗୋଟିଏ ପଦ ବୋଲା କି କହିବି ଦୁଃଖ କାଳିଆ ଶାନ୍ତ ବୈରତମ ଆୟୁଷ ଦୀପରେ ତେଲ ନାହିଁ ଆଉ ଚଳିବ କି କହିଲା ଇଏ ଆୟୁଷ ଦୀପରେ ଆଉ ତେଲ ନାହିଁ କେତେବେଳେ ମରିଯିବି ଠକିନି ଜୀବନ ଚାଲିଯିବ। ମୋ ବୟସ ଥିଲା ବେଳେ ଆପଣ ମାନେ ସମସ୍ତେ ମର୍ମେ ମର୍ମେ ଅନୁଭବ କରନ୍ତୁ। ମୋ ସାର୍ ଆଗେ ବସିଛନ୍ତି ଆଉ ମାତ୍ର 40 ବର୍ଷ ପୁରି ଯାଉ ଆଉ 40 କି 30 କରିବ କି ନାହିଁ। ଏବେ ତ 40 ବର୍ଷରୁ ବିପି ଡାଇବେଟିସ୍ ଷ୍ଟ୍ରୋକ୍ ହଉଛି କିଛି ଭରସା ନାହିଁ। ଆଉ 10 ବର୍ଷ ବଢିଗଲା ପରେ କେମିତି ବାଧା ଲାଗିବ ସିଏ କହୁଛନ୍ତି କେଶ ଥିଲା କଳା ପଡିଗଲା ଧଳା ବେଶ ମୋର ହେଲା ବୁଢା ବେଶ ମୋର ହେଲା ବୁଢା ଦୁଇ ଗୋଡେ ଚାଲି ଯାଉଥିଲା ବେଳେ ତିନି ଗୋଡେ ସବୁ କାମ ମୁଁ କରିଥିଲି କିନ୍ତୁ ଏବେ ବସିବାକୁ କହିଲେ ବାରିଟିଏ ଉଠିବାକୁ ଚିନ୍ତା କଲେ ବାରିଟିଏ। ଆମ ସମସ୍ତଙ୍କର ସେ ସମୟ ସାରା ଆସିଯିବ ନା ନାଇଁ ସାର୍ ହସନ୍ତୁନି ନିଶ୍ଚିତ ନାଇଁ ସାର୍ ଚିନ୍ତା କଲେନି ସବୁ ଚିନ୍ତା ଆସିଗଲାଣି ଆଉ ଡେରି ନାହିଁ ଆମକୁ ସମୟ ରାଖି ଠାର ସେତିକି ନୁହଁ ରଜ ସମୟରେ ଘରେ 60,000 ଟଙ୍କା ପାଉଛନ୍ତି 3 କିଲି ମଟନ ଆଣିଛନ୍ତି ରଜରେ କହିଲେ ଏଇଠି ଶୁଭୁଛି ସବୁ ଯାକ ରାନ୍ଧିବୁ ମତେ ଅଧେ ଦବୁ ହେଲେ ହବ କଣ ପାକୁଆ ପଡିଲା ପାଟିରେ ଓହର ଦାନ୍ତ ସବୁ ଗଲା ଖସି ଦାନ୍ତ ସବୁ ଗଲା ଖସି ପାରୋଇ ଜାଣି ନାକର ସିଙ୍ଗାଣି ପାଟିରେ ଯାଉତି ବସି ଯେତିକି ମୋ ମା ମାନେ ବସିଛନ୍ତି ଯୋଉମାନଙ୍କର ଟିକେ ବୟସ ଅଧିକ ହେଲେଣି ତାଙ୍କ ସମୟ ଆସି ବନ୍ଦ କଲା। ଆରେ ମୋ ନାକର କାଇଁ ସିଙ୍ଗାଣି 3 ଥର ଆସି ମୋ ପାଖରେ ବସିଲାଣି ତମର ସମୟ ହେଇଗଲାଣି ମରିବୁ ମୋର ହେଲାଣି ସେ ସମୟ କାହାକୁ ନ ଆସେ। ଆଉ ଗୋଟିଏ କଥା
ହଁ